ନୟାଗଡ଼ ରାଜନୀତିରେ ଏବେ ଚହଳ ସୃଷ୍ଟି କରିଛି ନୟାଗଡ଼ ବ୍ଲକ ଅଧ୍ୟକ୍ଷଙ୍କ ବିଷୟ। କାହିଁକି ନା ନୟାଗଡ଼ ଏକ ବିଜେଡିର ଗଡ଼ କହିଲେ ଅତ୍ୟୁକ୍ତି ହେବନି। କାହିଁକି ଏଇଠୁ ବିଧାୟକ ଭାବେ ଲଢ଼ି ନୟାଗଡ଼ର ବିଧାୟକ ଭାବେ ହୋଇଛନ୍ତି ଡକ୍ଟର ଅରୁଣ କୁମାର ସାହୁ, ଯାଏ ବିରୋଧୀ ହୋଇ ମଧ୍ୟ ସରକାରକୁ ସବୁବେଳେ ଟାର୍ଗେଟ କରି ଆସନ୍ତି। କିନ୍ତୁ ଆଜି ତାଙ୍କରି ଗଡ଼ ଭୁଷୁଡ଼ିବାରେ ଲାଗିଛି। ଏଇ ନୟାଗଡ଼ରୁ ବିଜେଡି ଗଡ଼ ହାତରୁ ଅରୁଣଙ୍କ ହାତରୁ ଧୀରେ ଧୀରେ ଖସିବାରେ ଲାଗିଛି। କାହିଁକି ନା ଗତ 12 ତାରିଖ ଦିନ ନୟାଗଡ଼ର ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ବିଜେଡିରୁ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଥିଲେ। ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା ଇସ୍ତଫା ପତ୍ର ସୂଚାଇଥିଲେ ମଧ୍ୟ, କିନ୍ତୁ ବିଧିବଦ୍ଧ ଭାବେ କାଲି ବିଜେପିରେ ରାଜ୍ୟ ସଭାପତିଙ୍କ ଘରେ ବା କାର୍ଯ୍ୟାଳୟରେ ଯାଇକି ସେ ମିଶିଛନ୍ତି ବିଜେପିରେ। ଆସନ୍ତୁ, ଆମ ପାଖରେ ଅଛନ୍ତି ସେଇ ଚର୍ଚ୍ଚିତ, ଯାହା କହିବାକୁ ଗଲେ ଏବେ ନୟାଗଡ଼ ରାଜନୀତିରେ ମଧ୍ୟ ସେ ଚର୍ଚ୍ଚିତ ପାଲଟିଛନ୍ତି, ନୟାଗଡ଼ର କିଶୋର ଚନ୍ଦ୍ର ସାହୁ ଅଧ୍ୟକ୍ଷ ନୟାଗଡ଼ ବ୍ଲକର। ଆଜ୍ଞା, ଆପଣଙ୍କୁ ରିପୋର୍ଟର ଷ୍ଟୁଡିଓକୁ ସ୍ୱାଗତ କରୁଛି। ଗତ 12 ତାରିଖ ଦିନ ଆପଣ ଗୋଟେ ଇସ୍ତଫା ପତ୍ର ଦେଲେ, ଯେଉଁଥିରେ ଆପଣ ଲେଖିଛନ୍ତି ବିଧିବଦ୍ଧ ଆପଣ ନିଜସ୍ୱ ଇଚ୍ଛାରେ ଆପଣଙ୍କ ପର୍ସନାଲ କେସ୍କୁ ନେଇକି ଆପଣ ଦେଇଛନ୍ତି। କିନ୍ତୁ ଘଟଣାଟା କ'ଣ ହେଲା, ପୁଣି ବିଜେପିରେ ଯୋଗ ଦେଲେ 12 ତାରିଖ ଦିନ କହିନଥିଲେ। ନାଇଁ, ସେମିତି କିଛି ନାହିଁ। ମୁଁ ମୋର ବ୍ୟକ୍ତିଗତ କିନ୍ତୁ ଦେଇଥିଲି ସିନା, କିନ୍ତୁ ମୋର ଥିଲା ମୁଁ ବିଜେପିରେ ଜଏନ୍ କରିବାର। ଆପଣମାନେ ଦେଖିଥିବେ ବର୍ତ୍ତମାନ ସେଣ୍ଟରରେ ବିଜେପି ଅଛି, ଓଡ଼ିଶାରେ ବି ବିଜେପି ଅଛି, ଡବଲ ଇଞ୍ଜିନ୍ ସରକାର ଅଛି, ଯାହାକି ମୋତେ ଗୋଟେ ଫର୍ମାଟ୍ରେ ମୋତେ କାମ କରିବାର ଗୋଟେ ସୁଯୋଗ ମିଳିବ। ମୁଁ ଯେହେତୁ ନୟାଗଡ଼ ବ୍ଲକର ଜଣେ ଚେୟାରମ୍ୟାନ୍ ଅଛି, ମୁଁ ସେଥିପାଇଁ ଆଜି ଯେଉଁ ବିଜୁ ଜନତା ଦଳ ଛାଡ଼ି ବିଜେପିରେ ଯୋଗ ଦେଲି। କାହିଁକି ଆପଣ ଜାଣିଥିବେ, ଗୋଟେ ଗୁଜବ ବି ହେଲା ଯେ ନାହିଁ, ଗୁଜବ ହେଲା ବିଜୁ ଜନତା ଦଳ ଛାଡ଼ିଲେ ବିଜେପିରେ ପାଇଁ। କିନ୍ତୁ ଆମର ବହୁତ ଶତାଧିକ କର୍ମୀ ବିଜେଡି ଛାଡ଼ି ବିଜେପିରେ ମିଶିବାର 15 ତାରିଖ ଦିନ ଥିଲା। କିନ୍ତୁ ଯେହେତୁ ଆମର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଆସୁଛନ୍ତି, ସେଥିପାଇଁ ଆମର ଏଇ ଯେଉଁ ମିଶ୍ରଣଟା ସ୍ଥଗିତ ରଖାଗଲା। କିନ୍ତୁ ଆଗାମୀ ଦିନରେ ଆପଣ ଦେଖିବେ, ମୁଁ କାଲି ବିଜେପିରେ ବିଧିବଦ୍ଧ ଭାବରେ ରାଜ୍ୟ ସଭାପତି ମନମୋହନ ସାମଲ ମହୋଦୟଙ୍କ ପାଖରେ ମୁଁ କାଲି ମିଶି ଯାଇଛି। ମିଶିବା ପରେ ବର୍ତ୍ତମାନ ମୋର ଆଗାମୀ ଦିନରେ ଆମର ଷ୍ଟେଟରୁ ଆସିବ କେଉଁଦିନ ଆମର ସମସ୍ତ କର୍ମୀମାନେ ମିଶିବେ, ସେଇଟା ବି ଆମର ଧାର୍ଯ୍ୟ ହେବ। ଆପଣମାନେ ଦେଖିବେ ସେଦିନ ଶତାଧିକ କର୍ମୀ ଯାଇ ବିଜୁ ଜନତା ଦଳ ଛାଡ଼ି ବିଜେପିରେ ଯୋଗ ଦେବେ। ଗୋଟେ କଥା କହିବା ଆଜ୍ଞା, ବିଜୁ ଜନତା ଦଳରୁ ଆପଣ ବ୍ଲକର ଅଧ୍ୟକ୍ଷ ପଦ ହାତେଇଥିଲେ ବା ବିଜେଡିରୁ ଆପଣ ଟିକେଟ୍ ପାଇ ସମିତ ସଭ୍ୟ ହୋଇଥିଲେ, କିନ୍ତୁ ବିଧାୟକ ସାଙ୍ଗରେ ଆପଣ କହିଲେ ଗୋଟେ ଅନୁଗତ୍ୟ ବୋଲେ ଗୋଟେ ଚାଲିଥିଲେ ବିଧାୟକ ସାଙ୍ଗରେ, କିନ୍ତୁ ଆଜି ବିଧାୟକ ପାଖରେ କ'ଣ ଏମିତି ଘଟିଲା ଯେ ଆଜି ଆପଣ ବିଜେପିରୁ ମୁହାଁ? ନାଇଁ ଆଜ୍ଞା, ସେଇଟା ମୁଁ ମୋର ପରିପ୍ରକାଶ କରୁନି। ମୁଁ ଆଜି ବିଜେପି ମୁହାଁ ହେଇଛି। ଯେଉଁ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି, ଯିଏକି ଆମ ଭାରତବର୍ଷର ଜଣେ ପ୍ରଧାନମନ୍ତ୍ରୀ ବା ଆମର ଯିଏ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବା ମହୋଦୟ, ଏବଂ ଆମର ରାଜ୍ୟ ସଭାପତି ମନମୋହନ ସାମଲ ମହୋଦୟ, ଏବଂ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟ, ଆମର MP ଶ୍ରୀଯୁକ୍ତ ଡକ୍ଟର ସମ୍ବିତ ପାତ୍ର ମହୋଦୟ, ଏବଂ ଏଠି ଯିଏ ନୟାଗଡ଼ର ଯିଏ ନେତ୍ରୀ ହିସାବରେ ଆମର ବିଜେପିର ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ଏମାନଙ୍କର ଯେଉଁ କାର୍ଯ୍ୟଶୈଳୀ ବା ବିଜେପିରେ ମୋତେ ଗୋଟେ ପ୍ଲାଟଫର୍ମ ମିଳିବ ମୋ ନୟାଗଡ଼ ବ୍ଲକର କାମ କରିବା ପାଇଁ। ମୋର ଆଉ କୌଣସି ଉଦ୍ଦେଶ୍ୟ ନାହିଁ। ନୟାଗଡ଼ ବ୍ଲକର କାମ କରିବା ପାଇଁ ଯେଉଁ ମୋ ନୟାଗଡ଼ ବ୍ଲକରେ 29 ଗୋଟି ପଞ୍ଚାୟତ ଅଛି, ସେ ପଞ୍ଚାୟତର କେମିତି ଡେଭଲପ ହେବ। କାହିଁକି ଆପଣଙ୍କୁ ଟିକେ ଆଗରୁ କହୁଥିଲି ଯେ ଯେହେତୁ ଡବଲ ଇଞ୍ଜିନ୍ ସରକାର ଅଛି, ମୋତେ କାମ କରିବାର ଗୋଟେ ସୁବିଧା ମିଳିବ, ସୁଯୋଗ ମିଳିବ, ସେଥିପାଇଁ ମୁଁ ବିଜୁ ଜନତା ଦଳରୁ ଛାଡ଼ିଛି। ଗୋଟେ କଥା କହିବା ଆଜ୍ଞା, ବିଜୁ ଜନତା ଦଳ ଆପଣ ଇସ୍ତଫା ଦେଇଛନ୍ତି, କିନ୍ତୁ ସେପଟେ ନୟାଗଡ଼ ବିଧାୟକ ଯିଏ ଅଛନ୍ତି ଅରୁଣ କୁମାର ସାହୁ, ସିଏ ଆପଣଙ୍କ ଅନାସ୍ଥା ପାଇଁ 45ରୁ ଉର୍ଦ୍ଧ୍ୱ ସରପଞ୍ଚ ସମିତିକି ହାତେଇକି ରଖିଛନ୍ତି। ଶୁଣାଯାଉଛି ଆଗତ ସୋମବାର ଦିନ ସେ ନେଇକି ଅନାସ୍ଥା ପ୍ରସ୍ତାବ ଦେବେ। କ'ଣ? ନା, ମୋତେ ତ କାହିଁ ଖବର ନାହିଁ ସେମିତି ଅନାସ୍ଥାର,
କିନ୍ତୁ ମୁଁ ଭାବୁଛି ଯେତିକି ମୋର ପଞ୍ଚାୟତର ଯେଉଁ ସରପଞ୍ଚ ସମିତି ଭାଇ ଭଉଣୀମାନେ ଅଛନ୍ତି ସେମାନଙ୍କର ଜଣେ ମୁଁ ଭାଇ, ସେମାନେ ସେଇଭଳିଆ ମୋ ପ୍ରତି କେବେ ହେଲେ କରିବେନି। କାହିଁକି ମୋର ବହୁତ ବିଶ୍ୱାସ ଭରସା ଅଛି। ମୋର ସମସ୍ତ ପିଆରଆଇ ମେମ୍ବର ଭାଇ ଭଉଣୀମାନଙ୍କୁ ମୁଁ ସେତିକି ସମ୍ମାନ ଜଣାଉଛି। ଯଦି ବି ଆଗାମୀ ଦିନରେ ଆଜି ମୁଁ ବିଜୁ ଜନତା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛି, ସମସ୍ତ ଭାଇମାନଙ୍କୁ ନେଇକି ମୁଁ ଏକତ୍ରିତ ହୋଇ ଚଳିବି। ସେମାନଙ୍କର ଯେଉଁ ଭଲ ମନ୍ଦ ସୁଖ ଦୁଃଖ ଆଗରୁ ଯେମିତି ମୁଁ ବିଜୁ ଜନତା ଦଳରେ ଥିଲାବେଳେ ତାଙ୍କର ଯେମିତି ସୁଖ ଦୁଃଖ ସବୁ ବୁଝିଛି, ସେମିତି ମୁଁ ବି ଆଗାମୀ ଦିନରେ ବି ସେମାନଙ୍କର ବି କାମ କରିବି। ଆଉ ମୋତେ ଲାଗୁନି ମୋ ବିରୁଦ୍ଧରେ କିଏ ଯିବ ବୋଲି, ଅନାସ୍ଥା କରିବ ବୋଲି ମୋତେ ସେଇଟା ଲାଗୁନି। କାହିଁକି ନା ଆପଣଙ୍କ ମାଧ୍ୟମରେ କହିବାକୁ ଚାହେଁ, ଆପଣମାନେ ବି ଜାଣିଛନ୍ତି କିଶୋର ସାହୁ କ'ଣ ବା ସମୟ କହିବ, ଆପଣମାନଙ୍କ ମାଧ୍ୟମରେ ମୁଁ କହୁଛି। କିନ୍ତୁ ମୁଁ କାହାକୁ ମୁଁ ଅଣଦେଖା କରିନି କି କାହାକୁ ଆଜି ପର୍ଯ୍ୟନ୍ତ କୌଣସି ସରପଞ୍ଚ ସମିତି କି କଟୁ କଥା କହିନି। ସେମାନଙ୍କୁ ମୁଁ ଭାବି ଦେଇଛି ମୋର ଅନ୍ତରର ବନ୍ଧୁ, ମୋର ଗୋଟେ ପରିବାର, ମୋ ବ୍ଲକ ଗୋଟେ ପରିବାର। ବ୍ଲକ ପରିବାର ଭିତରେ ମୋଠୁ କିଏ ବି ସରପଞ୍ଚ ସମିତି ମୋର ବୟସରେ ବଡ଼ ହେଇଥାଇ ପାରନ୍ତି, କିନ୍ତୁ ଯେହେତୁ ମୋତେ ଏଇଠି ବ୍ଲକର ଚେୟାରମ୍ୟାନ୍ ହିସାବରେ ମୁଁ ଅଛି, ମୋତେ କିନ୍ତୁ ସେମାନେ ଗୋଟେ ମୁରବୀ ହିସାବରେ ଦେଖିଛନ୍ତି। ସଦାବେଳେ ମୁଁ ଭାବୁଛି ଯେ ସେମାନଙ୍କର ସପୋର୍ଟ ମୋ ପକ୍ଷରେ ରହିବ ବା ଆଗାମୀ ଦିନରେ ସେମାନେ ମୋତେ କେବେ ହେଲେ ମୋ ଠାରୁ ଛିନ୍ନ ହେବେ ନାହିଁ। ମୁଁ ଏତିକି। ବିଧାୟକଙ୍କ ଉପରେ କ୍ଷୋଭ ଅଛି କି? ନା ନା, ବିଧାୟକ ଉପରେ କାହିଁ କ୍ଷୋଭ ରଖିବି? ମୁଁ ତ ଆସିଛି ଦଳର, ମୁଁ ଆସିଛି ଗୋଟେ ଦଳ ଛାଡ଼ିକି ଆସିଛି ଗୋଟେ ଦଳରେ କାମ କରିବା ପାଇଁ। ବିଧାୟକ ମୋର କ'ଣ ଅସୁବିଧା ଅଛି ମୁଁ ବିଧାୟକ ଉପରେ କ୍ଷୋଭ ରଖିବି? ସେ ଦଳ ମୋତେ, ବିଧାୟକ କଥା ଛାଡ଼ନ୍ତୁ, ବିଜୁ ଜନତା ଦଳ ମୋତେ ଆଜି ବି ଯେଉଁ ପର୍ଯ୍ୟନ୍ତ ଆଣିଛି, ବିଜୁ ଜନତା ଦଳରେ ମୁଁ ସରପଞ୍ଚ ଥିଲି ସମର୍ଥିତ। ସରପଞ୍ଚ ତ କାହାର ଇଏ ନୁହଁ, କେଉଁ ଦଳୀୟ ନୁହଁ, କି ଚେୟାରମ୍ୟାନ୍ କେଉଁ ଦଳୀୟ ନୁହଁ। ଆପଣମାନଙ୍କ ମାଧ୍ୟମରେ ବି ଆପଣମାନଙ୍କୁ ବି ମଝିରେ ବି କହିଥିଲି ଯେ ମୁଁ ବର୍ତ୍ତମାନ ଏଠି ସମସ୍ତଙ୍କର, ସମସ୍ତେ ଯିଏ ବି ଆସିଛନ୍ତି, କାହିଁ ବିଜୁ, କାହିଁ ବିଜେଡ଼ି, କାହିଁ ବିଜେପି, କାହିଁ କଂଗ୍ରେସ, ଯିଏ ଆସିଛନ୍ତି, ମୁଁ କାହାକୁ ତ ଆଜି ପର୍ଯ୍ୟନ୍ତ ଆପଣ ଦେଖିଦିଅନ୍ତୁ, ମୁଁ କାହାକୁ ତ କହିନି ଯେ ନାଇଁ ବାବା ତମେ ଅମକ ଦଳର ବୋଲି ମୁଁ କାମ କରିବିନି। ମୁଁ ସମସ୍ତଙ୍କର କାମ କରିଛି, ଆଗାମୀ ଦିନରେ ବି ସେମିତି ବି ସମସ୍ତଙ୍କର କାମ କରିବି। ମୁଁ ଆଜି ଗୋଟେ ଦଳ ଛାଡ଼ିକି ଯାଇଛି, ଗୋଟେ ମୁଁ ଏଇଠି ବସିଛି ନିର୍ଦ୍ଦଳୀୟ ହିସାବରେ ବସିଛି, ମୁଁ କିନ୍ତୁ କାମ କରିବି। ଯେହେତୁ ମୋର ସିଟ୍ର ମର୍ଯ୍ୟାଦାଟା ମୁଁ ରଖିବି, ସିଟ୍ର ମୁଁ ମର୍ଯ୍ୟାଦା ରଖିବି, ମୁଁ ସମସ୍ତଙ୍କର କାମ କରିବି। କହିବା ଏବେ ବିଜେଡି ବିଜେପି ଭିତରେ ଆଉ ଟକର ନାହିଁ। ଏବେ ଅରୁଣ ଆଉ କିଶୋରଙ୍କ ମଧ୍ୟରେ କହିବାକୁ ଗଲେ ଗୋଟେ ଟକର ଟକରି ଚାଲିଲା ନୟାଗଡ଼ ବ୍ଲକକୁ ନେଇକି। ଯେହେତୁ ସେ ଅନାସ୍ଥା ପାଇଁ ଆପଣ ବିଜେପିରେ ଯୋଗ ଦେଲେ, ସେପଟେ ସେ ଅନାସ୍ଥା ପାଇଁ ବ୍ୟବସ୍ଥା କଲେଣି ବା 45 ଊର୍ଦ୍ଧ୍ୱ ସରପଞ୍ଚ ସମିତିକି ନେଇକି ଏକ ଦସ୍ତଖତ ଗୋଟେ ଏମିତି କରିଛନ୍ତି, ଦସ୍ତଖତ ଅଭିଯାନ କରିଛନ୍ତି, ଯାହା ନେଇକି ଦେବେ ମଧ୍ୟ ଗତ ସୋମବାର ଦିନ ବୋଲି ଶୁଣିବାକୁ ମିଳୁଛି। ତ କହିବା କି ଅରୁଣ ଏବଂ କିଶୋରଙ୍କ ମଧ୍ୟରେ ଏକ ଟକରା ଟକରି ଚାଲିଲା ନୟାଗଡ଼ରେ? ନା ନା ନା, କାହିଁ ଟକରା ଟକରି ହବ? ସିଏ ମୋର ବଡ଼ ଭାଇ, ମୁଁ କାହିଁ ତାଙ୍କ ସାଥିରେ ଟକରା ଟକରି କରିବି? ସିଏ ବହୁତ ଦିନର ରାଜନୀତି, ତାଙ୍କର ସେ ବହୁତ ପୁରୁଣା ରାଜନୀତି, ମାନେ 40-50 ବର୍ଷର ରାଜନୀତିଜ୍ଞ। ତାଙ୍କ ସାଥିରେ ମୁଁ କାହିଁ ଟକ୍କର ଦେବି? ମୁଁ କିଛାର, ମୁଁ ସାମାନ୍ୟ ଜଣେ ମଣିଷ, ମୋର କ'ଣ ଦରକାର ତାଙ୍କ ସହିତ ଟକ୍କର ଦେବାର? ଯଦି ମୁଁ ତାଙ୍କର କୌଣସି ଇଏ ଯଦି କ'ଣ ଇଏ କରିଥିବି, ସେ ଭାବୁଥିବେ ବା ମୁଁ ତାଙ୍କୁ କ'ଣ କରିଛି ସାହାଯ୍ୟ ବା ସିଏ ମୋତେ କ'ଣ କରିଛନ୍ତି, ସେଇଟା ସେ ଭାବିକି ଯଦି ନେବେ ପଦକ୍ଷେପ ନେବେ। କିନ୍ତୁ ମୁଁ ଭାବୁଛି ଯେ ମୋର କେହି ହେଲେ ଶତ୍ରୁ ନାହାନ୍ତି। ସରପଞ୍ଚ ସମିତି ଯେଉଁ ଆମର ଦେଖନ୍ତୁ, ଆମର 58 ସରପଞ୍ଚ ସମିତି, 58 ସରପଞ୍ଚ ସମିତିରେ ଆମର ସିନ୍ଦୁରିଆ ସମିତି ନାହିଁ, ସେ ରିଜାଇନ୍ ଦେଇଛନ୍ତି। ଆମର ଆହୁରି 57 ଜଣ ଅଛନ୍ତି। 57 ଜଣଙ୍କୁ ମୁଁ 57 ଜଣ ଭିତରୁ ମୁଁ ଏକ, ଆହୁରି 56 ଜଣ ଅଛନ୍ତି। 56 ଜଣ ମୋତେ ସପୋର୍ଟ କରିବେ ବୋଲି ମୁଁ ଆଶା ରଖିଛି। କାହିଁ ମୋ ବିରୁଦ୍ଧରେ ଯିବେନି, ସପୋର୍ଟ କଥା କହୁନି। କିନ୍ତୁ ଆପଣ ଯେଉଁ କହୁଛନ୍ତି ଆପଣଙ୍କ ପାଖରେ ଅଛି, ନ୍ୟୁଜ୍ ଅଛି ଯେ 45 ଜଣ ଯାଇଛନ୍ତି, ମୁଁ କାହିଁ ବିଶ୍ୱାସ କରୁନି। ସମସ୍ତେ ମୋତେ ତାଙ୍କର ଜଣେ ଭାଇ ହିସାବରେ ଭାବିଛନ୍ତି, ସେଥିପାଇଁ ମୁଁ କେବେ ହେଲେ ଆଶା ରଖିନି ଯେ ମୋ ବିରୁଦ୍ଧରେ ସେମାନେ ଯିବେ ବୋଲି। ଭୟ ଲାଗୁଛି କି ଅନାସ୍ଥା ହବ? ଯଦି ଭୟ ଲାଗୁଛି କି ଖସିଯିବ କି ଅଧ୍ୟକ୍ଷ ଚେୟାର? ନା ନା ନା, ଆପଣ ଜାଣିଛନ୍ତି ଅଧ୍ୟକ୍ଷ ଚେୟାର ଖସିଯିବ, ସେମିତି ମୁଁ କେବେ ହେଲେ ଭୟଭୀତ ନୁହଁ। ବା ଆପଣ ଜାଣିଛନ୍ତି
କହିଲି ପରା ଆଜ୍ଞା, ଟିକେ ଆଗରୁ କହିଛି କିଶୋର ସାହୁ କ'ଣ ଆପଣମାନେ ଜାଣିଛନ୍ତି, ଆପଣଙ୍କ ମାଧ୍ୟମରେ ମୁଁ ଜଣାଇବାକୁ ଚାହୁଁଛି। ବଡ଼ ମିଶ୍ରଣ ପର୍ବଟେ ହବ କି ଯେଉଁଠି କହିବାକୁ ଯାଉଥିଲା ଯେତେ 15 ତାରିଖ ଦିନ କିଶୋର ସାହୁ ଯିବେ ନିଜେ ବହୁ ସରପଞ୍ଚ ସମିତିକି ନେଇକି ବହୁତ ଗାଡ଼ି ମଟର ମଧ୍ୟ ବ୍ୟବସ୍ଥା କରିଥିଲେ, କିନ୍ତୁ ତାହାକୁ ସ୍ଥଗିତ ରଖାଗଲା। ସ୍ଥଗିତ ରଖାଯାଇକି ଆପଣ ଏକୁଟିଆ ଯାଇକି ରାଜ୍ୟ କାର୍ଯ୍ୟାଳୟରେ ମିଶିବା, ଏହା ଏକ ଗୋଟେ ଦଉନି କି ବିଜେପି ହଉ ବା ବିଜେଡି ପ୍ରତି ଗୋଟେ ସଂକେତ ଦଉନି କି ଯେ ଆପଣଙ୍କ ପାଖରେ କେତେ ସରପଞ୍ଚ ସମିତି ଆପଣ ଯେଉଁ କହୁଛନ୍ତି ସଂଗଠନଟା ରଖିଛନ୍ତି, ବା ଆପଣଙ୍କ ପାଖରେ କେମିତି ରହିବ? ଶୁଣନ୍ତୁ, ସମୟ କହିବ ଆଗକୁ ଆପଣ ଦେଖିବେ ବିଜୁ ଜନତା ଦଳ ଛାଡ଼ି ଶତାଧିକ କର୍ମୀ ଯାଇ ବିଜେପିରେ ଯୋଗ ଦେବେ। ଆମର ଯେଉଁ 15 ତାରିଖ କଥା କହିଲେ, 15 ତାରିଖ ପାଇଁ ଆମର ଯେହେତୁ ମୁଁ କହିଦେଇଛି ଆପଣଙ୍କୁ, ସେଇଟା ବାରମ୍ବାର ଆପଣ ରିପିଟ୍ କରୁଛନ୍ତି, କିନ୍ତୁ ଆମର ଯେହେତୁ ରାଷ୍ଟ୍ର ଅଧ୍ୟକ୍ଷ ନୀତିନ ନବୀନ ଆସିବେ, ଆମ ଦଳ ହେଉଛି ଗୋଟେ ବିଶାଳ ଦଳ, ଯିଏକି ରାଷ୍ଟ୍ରୀୟ ଦଳ ଗୋଟେ। ସେମାନେ ଆମର ପ୍ରୋଗ୍ରାମଟା ଥିଲା, ଆମ ପ୍ରୋଗ୍ରାମଠୁ ସେଇ ପ୍ରୋଗ୍ରାମଟା ଆମ ପାଇଁ ବହୁତ ବଡ଼। ଭାଙ୍ଗିଦେବେ ଅରୁଣଙ୍କ ଗଡ଼? ନା, ସେଇଟା ସମୟ କହିବ। ଆପଣ, ମୁଁ କ'ଣ କରିପାରିବି? ସମସ୍ତ ଲୋକ, ମୁଁ ସେମିତି କାହା ସାଥିରେ ଆପଣ କହିପାରିବିନି। ସେ ଯେହେତୁ ମୋର ଜଣେ ଭାଇ ଥିଲେ ବା ମୋର ଜଣେ ରାଜନୀତିଜ୍ଞ ବୁଦ୍ଧିଜୀବୀ ଥିଲେ, ମୁଁ ତାଙ୍କର କ'ଣ କରିପାରିବି? ମୁଁ କିଛି କରିପାରିବିନି। ସମୟ କହିବ କ'ଣ ହବ। ନିହାତି ଭାବରେ ସମୟ କହିବ କ'ଣ ହବ। ବିଜୁ ଜନତା ଦଳ ଯେ ନୟାଗଡ଼ର ଗଡ଼ ହିସାବରେ ଅରୁଣଙ୍କ ପାଖରେ ଅଛି, କିନ୍ତୁ ତାହା ଜଣାପଡ଼ୁଛି ଧୀରେ ଧୀରେ ଅରୁଣଙ୍କ ହାତରୁ ଖସି ଯାଉଛି। କାହିଁକି ନା, ଯେହେତୁ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ କାଲି ବିଧିବଦ୍ଧ ଭାବରେ ବିଜେପିରେ ଯୋଗ ଦେଇସାରିଛନ୍ତି, ତାହା ଅରୁଣଙ୍କ ପାଇଁ ମଧ୍ୟ ଚିନ୍ତାର କାରଣ ପାଲିଛି। ସିଏ ଏପଟେ ମଧ୍ୟ ପ୍ରତ୍ୟେକ ସରପଞ୍ଚ ସମିତିଙ୍କ ପାଖରେ ବାଜି ନିଜ ସରପଞ୍ଚ ସମିତିଙ୍କ ଘରକୁ ଯାଇ ସେମାନଙ୍କୁ ବୁଝେଇ କିଶୋର ବାବୁଙ୍କ ନାଁରେ କେମିତି ଅନାସ୍ଥା ପ୍ରସ୍ତାବ ହେବ ତା ପାଇଁ ମଧ୍ୟ ଲଢ଼େଇ ଚାଲିଛି। ଦେଖିବା ଆଗକୁ ଅନାସ୍ଥା ପ୍ରସ୍ତାବରେ କିଏ ଜିତୁଛି ନା କିଶୋର ବାବୁ ବଡ଼ ବିଜେଡିର ଗଡ଼ ଭାଙ୍ଗି ବିଜେପିରେ ମିଶ୍ରଣ ପର୍ବ କରୁଛନ୍ତି। ନୟାଗଡ଼ରୁ ମାନସ କୁମାର ସାହୁ, ରିପୋର୍ଟର୍ସ ଟୁଡେ।